जय गुरु जय जगन्नाथ। बैकुंठपुर अटे सेई घर, स्नेह ममता थाए जही निरंतर। आमे दुईटा वर्ड जानिछु, गोटे होचु होम एंड हाउस। हाउस ए जो यूज हाउस रो अर्थ बुझा जाए जे इटा बाली सीमेंट नड़ा छपर हो, बिल्डिंग घर हो, से टाइल घर हो, ये मेटेरियल जो यूज होइछि এই ସେନ୍ସରେ ବୁଝାଯାଏ। କିନ୍ତୁ ହୋମ୍ ଏଜୋଏମିକ୍ କ'ଣ ବୁଝାଯାଏ ନା ଯେଉଁ ଘର ଭିତରେ ସ୍ନେହ ଶ୍ରଦ୍ଧା ପ୍ରୀତି ସହାନୁଭୂତି ସହଯୋଗ ଆଉ ଗୁରୁଜନଙ୍କ ଭକ୍ତି, ଗୁରୁଜନଙ୍କ ପ୍ରତି ଭକ୍ତି ଏସବୁ ନିରନ୍ତର 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 ଥାଏ, ଅବ୍ୟାହତ ଭାବରେ ଚାଲିଥାଏ, ତାକୁ ହିଁ ହୋମ୍ କୁହାଯାଏ। ତେଣୁ ସେଇ ହୋମ୍ ଶବ୍ଦଟା ଗୋଟେ ବୈକୁଣ୍ଠପୁର ସମାନ ସେଟା ହେଇଥାଏ, ଯେଉଁଥିରେ ପଶିଗଲେ ଶାନ୍ତି ମିଳେ, ତୃପ୍ତି ମିଳେ, ମଣିଷକୁ ଅନେକ ମାନେ ସୁଖ ଶାନ୍ତି ତୃପ୍ତି ସବୁ ଭରି ଦେଉଥାଏ। ଯେଉଁ ଘର ସେ ହେଉଛି ହୋମ୍। ଆଉ ସେଇଠି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହେଉ, ପିଲା ଛୁଆଙ୍କ ଭିତରେ ହେଉ, ବାପ ପୁଅଙ୍କ ଭିତରେ, ମା ଝିଅଙ୍କ ଭିତରେ, କି ଭାଇ ଭଉଣୀ ଭିତରେ କିଛି ବି ମତ ପାର୍ଥକ୍ୟ ନଥାଏ, ଯେଉଁଠି କ୍ରୋଧ ହିଂସା ଦ୍ୱେଷ ବିଦ୍ୱେଷ ଇତ୍ୟାଦି ଭାବ ନଥାଏ, ତାହେଲେ ସେଇଟା ହେଉଛି ମାନେ ହୋମ୍ ଜଷ୍ଟିଫାଏଡ଼ ହୋମ୍ ଘର। ତେଣୁ ସେଇ ଘର ତିଆରି କରିବାକୁ ହେଲେ ମଣିଷର ନିଶ୍ଚିତ ଭାବରେ ଜଣେ ଆଦର୍ଶ କେନ୍ଦ୍ରିକ ଜୀବନଯାପନ କରି ଆଉ କନସେଣ୍ଟ୍ରିକ୍ ଜୀବନଯାପନ କଲେ ସେଇ ଜିନିଷଟା ପ୍ରାପ୍ତି ହେଇପାରିବ, ଯେଉଁ ପ୍ରାପ୍ତି ହିଁ ତା'ର ମାନେ ଉଦ୍ଦେଶ୍ୟ। ଜୟ ଗୁରୁ।